ନୂଆପଡ଼ା ଜିଲ୍ଲାର ସେଇଠି ଯେନ୍ ହିସାବରେ ଗୋଟେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ ଟେନିସ୍ ବଲ୍ରେ ଖାଲି ଓଡ଼ିଶା ନେଇ ଛତିଶଗଡ଼ର ବି କିଛି ଟିମ୍ ଆସିକରି ଏଠି ସେମାନେ ଖେଳୁଛନ୍ ଏବଂ ଏ ଖୋଲା ମଇଦାନରେ ଏତେ ସଂଖ୍ୟାରେ ଭିଡ଼ ଅଛି ଯେଉଁଟାକି ମୁଁ ଭାବୁଥିଲି ଫାଇନାଲରେ 10,000 ଲୋକର ଭିଡ଼ ଶୁଣିଛି। ନିଶ୍ଚିତ ଭାବରେ ଏ ସିଂହର ଗାଁ ବାଲେ ଏହାକୁ ଖାଲି ଟୁର୍ଣ୍ଣାମେଣ୍ଟ ନେଇ ଗୋଟେ ଉତ୍ସବ ହିସାବରେ ସେମାନେ ମନାଉଛନ୍ତି ଏବଂ ସମସ୍ତେ ମିଳିମିଶିକରି ତାଙ୍କର ଗୋଟେ ଭାଇଚାରା ରହିକରି ଯେଉଁ ହିସାବରେ ଆୟୋଜନ କରୁଛନ୍ତି ନିଶ୍ଚିତ ଭାବରେ ନୂଆପଡ଼ା ପାଇଁ ଉଦାହରଣ। ମୁଁ ଆଶା ବ୍ୟକ୍ତ କରୁଛି ଯେ ଆଗାମୀ ଦିନରେ ଏଇଠିକାର କିଛି ପିଲା ନୂଆପଡ଼ା ଜିଲ୍ଲାର ନେତୃତ୍ୱ ନେବେ ବୋଲି ଆଶା କରୁଛି। କାହିଁକିନା କ୍ରିକେଟର ଯେଉଁ ଆଜିକାଲି ସବୁବେଳେ ଖାଲି କ୍ରିକେଟ କିନ୍ତୁ ଉପାନ୍ତ ଏରିଆରେ ସିଂହର ବି କ୍ରିକେଟ ବହୁତ ଚାହିଦା ଅଛି। ଆଉ ମୁଁ ଆଶା କରୁଛି ଯେ ନିଶ୍ଚିତ ଭାବରେ ଏଠିକାର ପିଲାମାନେ ଓଡ଼ିଶାର ବି ନେତୃତ୍ୱ ନେବେ। ବେଷ୍ଟ ଏଠିକାର ପ୍ରେସିଡେଣ୍ଟ ମଧ୍ୟ ପିଲାମାନଙ୍କର ବିଭିନ୍ନ ପ୍ରକାର ପରିଶ୍ରମ କରିଛନ୍ ଆରୁ ସେ ସଂସାରକେ ଆଜି ଭଲ କରି করবাকে চাহুছন ସେଥିଲାଗି ଆମେ ଖୁସି ପିଲାମାନଙ୍କୁ ତ ପ୍ରଥମେ ଏଥିରେ ଜାଗା ନାଇଁ ମିଳୁଛି ଆମର ଗାଁରେ ଆମେ ଘରେ ନାଇଁ କଥା ହେଲୁ ପିଲାମାନଙ୍କୁ ନେଇ ଗୋଟେ ଜାଗା ଭଲ ଜାଗାକୁ ଦେଇଦେଲେ ଏଥିରେ ବି ଆମର ଅଞ୍ଚଳ ପିଲାମାନେ ଆଜି ନହେଲେ କାଲି ଡିଷ୍ଟ୍ରିକ୍ଟ ଲେଭଲ ଷ୍ଟେଟ୍ ଲେଭଲ ଇଭେନ୍ କି ଇଣ୍ଡିଆ ଲେଭଲ ଯାଇକରି ସୁନାମ ଅର୍ଜନ ରଖିବେ।